प्रभु जीशु ख्रीष्टଙ୍କ नामରେ ସମସ୍ତଙ୍କୁ ସ୍ୱାଗତ। ବାପ୍ତିସ୍ମ କ'ଣ ଅଟେ ଏବଂ ବାପ୍ତିସ୍ମ କାହିଁକି ନେବା ଆବଶ୍ୟକ? ହୁଏତ ଅନେକ ଥାଇପାରନ୍ତି ଯେଉଁମାନେ ଆଗାମୀ ଦିନରେ ବାପ୍ତିସ୍ମ ନେବା ପାଇଁ ପ୍ରସ୍ତୁତ ହୋଇଥିବେ, କିନ୍ତୁ ବାପ୍ତିସ୍ମ ବିଷୟରେ ହୁଏତ ଅଧିକ ଶିକ୍ଷା ଜାଣିନଥାଇପାରନ୍ତି। ଏହି ଭିଡ଼ିଓ ସେମାନଙ୍କ ପାଇଁ ନିଶ୍ଚୟ ନିଷ୍ଠାଦାୟକ ପୁଣି ଶିକ୍ଷାରେ ବଢ଼ିବା ପାଇଁ ସାହାଯ୍ୟ କରିବ। ପୁଣି ଅନେକ ଏହି ପ୍ରକାର ମଧ୍ୟ ଅଛନ୍ତି ଯେଉଁମାନେ ବାପ୍ତିସ୍ମ ନେଇସାରିଛନ୍ତି, ତଥାପି ବାପ୍ତିସ୍ମର ମହତ୍ଵ ଏବେ ମଧ୍ୟ ଜାଣିନାହାନ୍ତି। ସେମାନଙ୍କ ପାଇଁ ମଧ୍ୟ ନିଶ୍ଚୟ ଏହି ଭିଡ଼ିଓ ଲାଭଦାୟକ ହେବ। ତେଣୁ ଆସୁ ଆମେ ଧ୍ୟାନ ଦେଇ ଏହି ଭିଡ଼ିଓରେ ବାପ୍ତିସ୍ମର 5ଟି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଶିକ୍ଷା ଲାଭ କରୁ। ପ୍ରଥମେ ବାପ୍ତିସ୍ମ କ'ଣ ଅଟେ ଏବଂ ଦ୍ୱିତୀୟରେ ବାପ୍ତିସ୍ମ କିଏ ନେବା ଆବଶ୍ୟକ ଏବଂ ତୃତୀୟରେ କିପରି ବାପ୍ତିଜିତ ହେବା ପାଇଁ ବାଇବଲ ଆମକୁ ପ୍ରକାଶ କରେ ଏବଂ ଚତୁର୍ଥରେ କାହିଁକି ବାପ୍ତିସ୍ମ ନେବା ପାଇଁ ବାଇବଲ ଆମକୁ ଶିକ୍ଷା ଦିଏ ଏବଂ ପଞ୍ଚମରେ କେତେବେଳେ ବାପ୍ତିସ୍ମ ନେବା ଉଚିତ। ଏ 5ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଏବଂ ଉତ୍ତର ବାପ୍ତିସ୍ମ ସମ୍ବନ୍ଧୀୟ ବିଷୟରେ ଆଜି ଆମେ ଆଲୋଚନା କରିବା। ତେବେ ଆସୁ ପ୍ରଥମ ବିଷୟ, ଯାହା ବାପ୍ତିସ୍ମ କ'ଣ ଅଟେ। ବାପ୍ତିସ୍ମ ଶବ୍ଦ ଯାହା ଗ୍ରୀକ ଭାଷାରେ ବାପ୍ଟିଜୋ, ଏହାର ଅର୍ଥ ବୁଡ଼ାଇବା ବା ମଗ୍ନ ହେବା। ବାପ୍ତିସ୍ମ ହୃଦୟ ପରିବର୍ତ୍ତନର ଏକ ନିଦର୍ଶନ ବା ଚିହ୍ନ ଅଟେ। ପ୍ରିୟମାନେ, ମନେ ରଖନ୍ତୁ, ବାପ୍ତିସ୍ମ ଏହା ଏକ ଧାର୍ମିକ ପ୍ରଥା ନୁହେଁ, ବରଂ ବାପ୍ତିସ୍ମ ଆନ୍ତରିକ ଜୀବନର ଅନୁଭୂତିକୁ ବାହ୍ୟ ପ୍ରକାଶନ ଅଟେ। ବାପ୍ତିସ୍ମ ମଣ୍ଡଳୀ ଦ୍ୱାରା କିମ୍ବା ମନୁଷ୍ୟ ଦ୍ୱାରା ଉଦ୍ଭାବନ ହୋଇନାହିଁ, ବରଂ ସ୍ୱୟଂ ପ୍ରଭୁ ଏହା ଆଜ୍ଞା କରିଅଛନ୍ତି। ମାଥ୍ୟୁ ତାର 28 ଅଧ୍ୟାୟର 19 ପଦରେ ପ୍ରଭୁ ଯୀଶୁ ନିଜେ ଆଜ୍ଞା ଦେଲେ ଏବଂ କହିଲେ ଯେ ତୁମ୍ଭେମାନେ ସମସ୍ତ ମାନବ ଜାତି ନିକଟକୁ ଯାଇ ପିତା, ପୁତ୍ର, ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦିଅ। ତେଣୁକରି ବାପ୍ତିସ୍ମ ଆମମାନଙ୍କର ଜୀବନ ପରିବର୍ତ୍ତନର ଏହା ଏକ ଚିହ୍ନ ଅଟେ। ଅନେକ ଶିକ୍ଷା ଦିଅନ୍ତି ଯେ ପାପ କ୍ଷମା ପାଇବାକୁ ବାପ୍ତିସ୍ମ ନେବା ଆବଶ୍ୟକ କିମ୍ବା ଈଶ୍ୱରଙ୍କର ସନ୍ତାନ ହେବାକୁ ବାପ୍ତିସ୍ମ ନେବା ଆବଶ୍ୟକ। ଏହି ପ୍ରକାର ନୁହେଁ ପ୍ରିୟମାନେ। ଆମେ ପାପ କ୍ଷମା ପାଇବା ପାଇଁ ବାପ୍ତିସ୍ମ ନେଇନଥାଉ, ବରଂ ଆମମାନେ ପାପ କ୍ଷମା ବା ପରିତ୍ରାଣ ପାଇଅଛୁ। ତେଣୁ ବାପ୍ତିସ୍ମ ନେଇଥାଉ ଏକ ଚିହ୍ନ ସ୍ୱରୂପେ, ଲୋକମାନଙ୍କ ମଧ୍ୟରେ ସାକ୍ଷ୍ୟ ନିମନ୍ତେ। ତେଣୁ ବାପ୍ତିସ୍ମ ଏକ ଘଟଣାର ସତ୍ୟତା ପ୍ରକାଶ କରେ ଯାହା ପୂର୍ବରୁ ଅଲରେଡ଼ି ଘଟିଅଛି। ଏବଂ ଦ୍ୱିତୀୟରେ କିଏ ବାପ୍ତିଜିତ ହେବା ଆବଶ୍ୟକ? ପବିତ୍ର ଶାସ୍ତ୍ର ଅନୁସାରେ ବିଶ୍ୱାସର ବାପ୍ତିସ୍ମ ବିଷୟରେ ହିଁ ଆମମାନଙ୍କୁ ବାଇବଲ ଶିକ୍ଷା ଦିଏ। ଯେଉଁମାନେ ସୁସମାଚାରକୁ ଶୁଣି ଯୀଶୁଙ୍କୁ ସମସ୍ତ ଅନ୍ତଃକରଣ ସହିତ ବିଶ୍ୱାସ କରିଛନ୍ତି, ସେମାନେ ହିଁ ବାପ୍ତିସ୍ମ ନେବା ବିଷୟରେ ବାଇବଲ ଆମକୁ ପ୍ରକାଶ କରେ। ବାଇବଲରେ ଅନେକ ଏହି ପ୍ରକାର ରେଫରେନ୍ସ ଅଛି। ମାର୍କ 16 ଅଧ୍ୟାୟ 16 ପଦରେ ଯେ ବିଶ୍ୱାସ କରେ ଏବଂ ବାପ୍ତିଜିତ ହୁଏ। ପ୍ରେରିତ 2 ଅଧ୍ୟାୟ 41 ପଦରେ ଲେଖା ଅଛି, ସେଥିରେ ଯେଉଁମାନେ ବାକ୍ୟକୁ ଗ୍ରହଣ କଲେ ସେମାନେ ବାପ୍ତିଜିତ ହେଲେ। ପ୍ରେରିତ 8 ଅଧ୍ୟାୟ 12 ପଦରେ ଲେଖା ଅଛି ଯେ ଫିଲିପଙ୍କର ବାକ୍ୟକୁ ଯେଉଁମାନେ ଶ୍ରବଣ କଲେ ଏବଂ ବିଶ୍ୱାସ କଲେ ସେମାନେ ବାପ୍ତିଜିତ ହେଲେ। ପ୍ରେରିତ 8 ଅଧ୍ୟାୟ 36ରୁ 38 ପଦରେ ମଧ୍ୟ, 18 ଅଧ୍ୟାୟ 8 ପଦରେ ମଧ୍ୟ ପ୍ରଥମେ ଯେଉଁମାନେ ବିଶ୍ୱାସ କଲେ ସେମାନେ ହିଁ ବାପ୍ତିଜିତ ହେବା ବିଷୟରେ ଲେଖା ଅଛି। ତେଣୁ ବାଇବଲରେ ବାପ୍ତିସ୍ମ ସବୁବେଳେ ପରିତ୍ରାଣର ପରବର୍ତ୍ତୀ ଅଟେ, ପରିତ୍ରାଣର ପୂର୍ବବର୍ତ୍ତୀ ନୁହେଁ। ଅନେକ ମଣ୍ଡଳୀମାନଙ୍କରେ ଶିକ୍ଷା ଦିଆଯାଏ ଶିଶୁ ବାପ୍ତିସ୍ମ ବିଷୟରେ, କିନ୍ତୁ ଶାସ୍ତ୍ର ଶିଶୁ ବାପ୍ତିସ୍ମ ବିଷୟରେ ଶିକ୍ଷା ଦିଏ ନାହିଁ କିମ୍ବା ପ୍ରୋତ୍ସାହନ କରେ ନାହିଁ। ଯେହେତୁ ଶିଶୁ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରିବାକୁ ସମର୍ଥ ହୋଇନଥାଏ, ବାପ୍ତିସ୍ମ
ଶିଶୁକୁ ଉଦ୍ଧାର କିମ୍ବା ଦଣ୍ଡ ଦେବ ନାହିଁ, କାରଣ ପରିତ୍ରାଣ ଖ୍ରୀଷ୍ଟଙ୍କର ଦ୍ୱାରା ସାଧିତ ହୁଏ, ବାପ୍ତିସ୍ମ ଦ୍ୱାରା ନୁହେଁ। ପ୍ରିୟମାନେ, ଜଣେ ବ୍ୟକ୍ତି ମୃତ୍ୟୁ ପୂର୍ବରୁ ସମାଧି ଦିଆଯାଏ ନାହିଁ। ଠିକ୍ ସେହିପରି ଜଣେ ବ୍ୟକ୍ତି ମନ ପରିବର୍ତ୍ତନ ଏବଂ ବିଶ୍ୱାସ ନ କଲେ ଡୁବନ ଦିଆଯାଏ ନାହିଁ। ତେଣୁ ବାଇବେଲ ଶିକ୍ଷା ଅନୁସାରେ ବାପ୍ତିସ୍ମ କେବଳ ଜଣେ ବିଶ୍ୱାସ କଲା ପରେ ହିଁ ଦିଆଯାଏ। ଏବଂ ତୃତୀୟରେ, ଯାହାକି କିପରି ବାପ୍ତିସ୍ମ ହେବା ଆବଶ୍ୟକ, ଆମେ ପୂର୍ବରୁ ମଧ୍ୟ ଆଲୋଚନା କଲୁ, ଯାହାକି ବାପ୍ତିସ୍ମ ଶବ୍ଦ ଗ୍ରୀକ୍ ଭାଷା ବାପ୍ଟିଜରୁ ଆସିଅଛି, ଯାହାର ମୂଳ ଅର୍ଥ ହେଉଛି ବୁଡ଼ାଇବା। ତେଣୁ ବାପ୍ତିସ୍ମ କେବଳ ଜଳରେ ସମ୍ପୂର୍ଣ୍ଣ ବୁଡ଼େଇବା ଦ୍ୱାରା ଦିଆଯାଏ। ଇତିହାସ ଅନୁସାରେ ନୂତନ ନିୟମରେ ବୁଡ଼େଇବା ଦ୍ୱାରା ହିଁ ବାପ୍ତିସ୍ମ ଦେବା ବିଷୟରେ ସର୍ବସାଧାରଣ ପ୍ରଚଳିତ ବିଧି ଥିଲା। ଅନେକ ମଣ୍ଡଳୀମାନଙ୍କରେ ଛିଞ୍ଚା ବାପ୍ତିସ୍ମ, ଯାହାକୁ ସ୍ପ୍ରିଙ୍କଲିଂ ବାପ୍ତିଜମ୍ ବୋଲି କୁହାଯାଏ, ଏବଂ ଉପରେ ଢାଳିବା, ଯାହାକି ପୋରିଂ ବାପ୍ତିଜମ୍ ବୋଲି କୁହାଯାଏ, ଏହି ପ୍ରକାର ବିଧିକୁ ସେମାନେ ପାଳନ କରନ୍ତି। କିନ୍ତୁ ଏହା ବାଇବେଲ ସମ୍ମତି ନୁହେଁ। ବାଇବେଲ ଏହି ପ୍ରକାର ଶିକ୍ଷା ଦିଏ ନାହିଁ। ବାପ୍ତିସ୍ମର ଉପଯୁକ୍ତ ପ୍ରଣାଳୀ ଜଳ ମଧ୍ୟରେ ବୁଡ଼ିବା ଦ୍ୱାରା ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁ, ସମାଧି ଓ ପୁନରୁତ୍ଥାନର ଏକ ସାଙ୍କେତିକ ଛବି ଦର୍ଶାଏ। ରୋମିଓ ତାର 6 ଅଧ୍ୟାୟର 3 ଏବଂ 4 ପଦରେ ଆମେ ଯଦି ଧ୍ୟାନ ଦେବା, ବାପ୍ତିସ୍ମ ଢାଳିବା କିମ୍ବା ଛିଞ୍ଚିବା ଦ୍ୱାରା ତାହା ନୁହେଁ, ବରଂ ବୁଡ଼େଇବା ପ୍ରଣାଳୀ ବିଷୟରେ ନିଶ୍ଚିତ ଭାବେ ଯୀଶୁଙ୍କ ମୃତ୍ୟୁ, ସମାଧି ଏବଂ ପୁନରୁତ୍ଥାନର ଅଧିକ ଚିତ୍ର ଆମମାନଙ୍କୁ ପ୍ରକାଶ କରେ। ତେଣୁ ବାପ୍ତିସ୍ମ କେବଳ ବୁଡ଼େଇବା ଦ୍ୱାରା ଦିଆଯାଏ ଏବଂ ବାପ୍ତିସ୍ମ ପିତା, ପୁତ୍ର, ପବିତ୍ର ଆତ୍ମାଙ୍କ ନାମରେ ଦିଆଯାଏ, ଯାହାକି ମାଥ୍ୟୁ ତାର 28 ଅଧ୍ୟାୟର 19 ପଦରେ ଲେଖା ଅଛି। ଏବଂ ଚତୁର୍ଥ ବିଷୟ, ଯାହା ଅତି ଗୁରୁତ୍ୱପୂର୍ଣ୍ଣ, ତାହା ହେଉଛି କାହିଁକି ବାପ୍ତିଜିତ ହେବା ଆବଶ୍ୟକ। ପ୍ରିୟମାନେ, ମନେ ରଖନ୍ତୁ, ବାପ୍ତିସ୍ମ ଏକ ଆଜ୍ଞା ଅଟେ। ମାଥ୍ୟୁ 28:19 ପଦ ଅନୁସାରେ ଯୀଶୁ ଆଜ୍ଞା ଦେଇଛନ୍ତି ଏବଂ ଏ ଆଜ୍ଞାକୁ ପାଳନ କରିବା ନିମନ୍ତେ ଆମମାନଙ୍କୁ ବାପ୍ତିସ୍ମ ନେବା ଆବଶ୍ୟକ। ଏହା ଇଚ୍ଛାଧୀନ ନୁହେଁ, ବରଂ ଏହା ଏକ ଓବିଡିଏନ୍ସ ଅଟେ। ତେଣୁକରି ଆମମାନେ ବାପ୍ତିସ୍ମ ନେବା ଆବଶ୍ୟକ। ଏବଂ ଦ୍ୱିତୀୟରେ, ଆମେ ଯଦି ଦେଖିବା, ବାପ୍ତିସ୍ମ ନେବା ଦ୍ୱାରା ଜଣେ ବ୍ୟକ୍ତି ଖ୍ରୀଷ୍ଟଙ୍କ ଠାରେ ଏବଂ ଖ୍ରୀଷ୍ଟଙ୍କ ମଣ୍ଡଳୀରେ ସଂଯୁକ୍ତ ହୁଏ। ଯଦି ଆପଣ ପ୍ରେରିତ ତାର 2 ଅଧ୍ୟାୟ 41 ପଦ ପଢ଼ିବେ, ସେହି ସ୍ଥାନରେ ଲେଖା ଅଛି, ଯେତେ ଲୋକ ବାକ୍ୟ ଗ୍ରହଣ କଲେ ଏବଂ ବିଶ୍ୱାସ କଲେ, ବାପ୍ତିଜିତ ହେଲେ, ସେମାନେ ମଣ୍ଡଳୀରେ ସଂଯୁକ୍ତ ହେଲେ। ଏବଂ ତୃତୀୟରେ, ବାପ୍ତିସ୍ମ ଗ୍ରହଣ କରିବା ଦ୍ୱାରା ଆମମାନେ ଖ୍ରୀଷ୍ଟଙ୍କ ନିମନ୍ତେ ଏକ ନୂତନ ଆଚରଣର ଜୀବନ କାଟିବା ପାଇଁ ପ୍ରକାଶ କରୁ ବା ସାକ୍ଷ୍ୟ ଦେଉ। ରୋମିଓ 6 ଅଧ୍ୟାୟ 3 ଏବଂ 4 ପଦରେ ଯେତେବେଳେ ଆମମାନେ ପଢ଼ୁଅଛୁ, ସେହି ସ୍ଥାନ ଅନୁସାରେ ଖ୍ରୀଷ୍ଟଙ୍କ ସହିତ ଆମେ ତାହାଙ୍କ ମୃତ୍ୟୁ, ସମାଧି ପ୍ରାପ୍ତ ଏବଂ ପୁନରୁତ୍ଥାନର ଏକୀକରଣ ହେଉଥିବାର ଘୋଷଣା ବା ସାକ୍ଷ୍ୟ ପ୍ରଦାନ କରିଥାଉ। ତେଣୁକରି ଆମମାନଙ୍କୁ ଖ୍ରୀଷ୍ଟଙ୍କ ଗୌରବ ନିମନ୍ତେ, ସାକ୍ଷ୍ୟ ନିମନ୍ତେ ବାପ୍ତିସ୍ମ ନେବା ଆବଶ୍ୟକ। ଯଦି ଯୀଶୁ ଖ୍ରୀଷ୍ଟ ସମସ୍ତ ଧାର୍ମିକତା ପୂର୍ଣ୍ଣ କରିବା ପାଇଁ ବାପ୍ତିଜିତ ହେବା ଆବଶ୍ୟକ ମନେ କଲେ, ତେବେ ନିଶ୍ଚୟ ଆମମାନେ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର କର୍ତ୍ତବ୍ୟ ବାପ୍ତିସ୍ମ ନେବା ନିହାତି ଜରୁରୀ। ଏବଂ ପଞ୍ଚମ ବିଷୟ, ଯାହାକି କେତେବେଳେ ବାପ୍ତିସ୍ମ ନେବା ଆବଶ୍ୟକ, ଏହା ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଅଟେ। ପ୍ରିୟମାନେ, ବାପ୍ତିସ୍ମ କେବେ ସମାଜରେ କିମ୍ବା ବ୍ୟବସାୟରେ ପ୍ରତିଷ୍ଠା ହେବା ନିମନ୍ତେ ନିଆଯାଏ ନାହିଁ। ଦୁଃଖର ବିଷୟ, ଅନେକ ମଣ୍ଡଳୀମାନଙ୍କରେ, ଅନେକ ଖ୍ରୀଷ୍ଟିଆନ ସମାଜର ପରିବାରମାନଙ୍କରେ ବାପ୍ତିସ୍ମ ବୈବାହିକ ଉଦ୍ଦେଶ୍ୟରେ ନିଆଯାଏ, ଯାହାକି ଖ୍ରୀଷ୍ଟଙ୍କର ବାପ୍ତିସ୍ମର ମୂଳ ଉଦ୍ଦେଶ୍ୟକୁ ଭ୍ରଷ୍ଟ କରିଦିଏ। ଏହା ବଡ଼ ଦୁଃଖର ବିଷୟ। ପ୍ରିୟମାନେ, ଆମେ ପ୍ରତ୍ୟେକ ଯେଉଁମାନେ ଖ୍ରୀଷ୍ଟ ବିଶ୍ୱାସୀ, ପ୍ରତ୍ୟେକ ଅଭିଭାବକମାନେ, ପିତାମାତାମାନେ ଜାଗ୍ରତ ହେଉ, ଆମ ନିଜର ସନ୍ତାନ ସନ୍ତତିମାନଙ୍କୁ କେବେ ଏହି ଉଦ୍ଦେଶ୍ୟରେ,
এই ବୈବାହିକ ଉଦ୍ଦେଶ୍ୟରେ କିମ୍ବା ଆଉ ଅନ୍ୟ କୌଣସି ଉଦ୍ଦେଶ୍ୟରେ ନ ଦେଇ ବରଂ ପ୍ରଭୁଙ୍କ ଗୌରବାର୍ଥେ ତାଙ୍କ ନିମନ୍ତେ ସାକ୍ଷୀ ହେବା ପାଇଁ ସର୍ବସାକ୍ଷାତରେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବାର ଏକ ଚିହ୍ନ ପ୍ରଦର୍ଶନ କରିବା ପାଇଁ ବାପ୍ତିସ୍ମ ଦେବା ନିମନ୍ତେ ଉତ୍ସାହିତ କରୁ। ଯେତେବେଳେ ଜଣେ ବ୍ୟକ୍ତି ନିଜେ ବୋଧ ପାଏ ସେ ଯୀଶୁଙ୍କୁ ନିଜର ତ୍ରାଣକର୍ତ୍ତା ବୋଲି ଗ୍ରହଣ କରିଅଛି, ତେବେ ତାର ପରବର୍ତ୍ତୀ ପଦକ୍ଷେପ ସେ ଯଥାଶୀଘ୍ର ବାପ୍ତିସ୍ମ ଗ୍ରହଣ କରିବା ଉଚିତ। ବାଇବଲରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଯୀଶୁଙ୍କୁ ବିଶ୍ୱାସ କରିବା ସଙ୍ଗେ ସଙ୍ଗେ ଯଥାଶୀଘ୍ର ବାପ୍ତିସ୍ମ ଗ୍ରହଣ କଲେ, ଯଥା କୁଶୀୟ ନପୁଂସକ ପ୍ରେରିତ 8 ଅଧ୍ୟାୟରେ, କର୍ଣ୍ଣଲିୟ ପ୍ରେରିତ 10 ଅଧ୍ୟାୟରେ, ଫିଲିପିୟ କାରାରକ୍ଷକ ପ୍ରେରିତ 16 ଅଧ୍ୟାୟରେ। ତେଣୁ ଏମାନଙ୍କର ଆଦର୍ଶ ମଧ୍ୟରୁ ଆମେ ଜାଣିପାରୁଛୁ ଯେ ବାପ୍ତିସ୍ମ ଗ୍ରହଣ କରିବା ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ପ୍ରଥମ ପଦକ୍ଷେପ ତାଙ୍କର ଆଜ୍ଞାକୁ ପାଳନ କରିବାର। ତେଣୁ ଆସୁ ଏହି ଦିନମାନଙ୍କରେ ବାପ୍ତିସ୍ମ ଯାହା ବାଇବଲ ଆମକୁ ଶିକ୍ଷା ଦିଏ ତାହାର ମହତ୍ତ୍ୱକୁ ଆମେ ବୁଝୁ ଏବଂ ଯେଉଁମାନେ ଆଗାମୀ ଦିନରେ ବାପ୍ତିସ୍ମ ନେବା ପାଇଁ ଚାହୁଁଛନ୍ତି ହୁଏତ ଏହି ଗୁରୁତ୍ୱପୂର୍ଣ୍ଣ ଶିକ୍ଷାକୁ ପ୍ରଥମେ ବୁଝି ତଦନୁସାରେ ବାପ୍ତିସ୍ମ ଗ୍ରହଣ କରୁ। ଏବଂ ହୁଏତ ଆଜି ଅନେକ ବାପ୍ତିସ୍ମ ଗ୍ରହଣ କରିସାରିଛନ୍ତି ଏହି ଦିନମାନଙ୍କରେ, କିନ୍ତୁ ଏ ମହତ୍ତ୍ୱକୁ ବୁଝିପାରି ନାହାନ୍ତି। ସେମାନଙ୍କୁ ପ୍ରଭୁ ଆଉ ଥରେ ଉତ୍ସାହିତ କରନ୍ତୁ। ପ୍ରିୟମାନେ, ମନେ ରଖନ୍ତୁ, ଆମେ ବାପ୍ତିସ୍ମ ଦ୍ୱାରା ପାପ ପ୍ରତି ମୃତ୍ୟୁ ଏବଂ ଏକ ନୂତନ ଜୀବନ ପାଇଁ, ନୂତନ ଆଚରଣ ପାଇଁ ଏକ ସାକ୍ଷୀ ହେଉଛୁ। ଖ୍ରୀଷ୍ଟଙ୍କୁ ବସ୍ତ୍ର ରୂପେ ପରିଧାନ କରୁଛୁ। ସେହି ଉଦ୍ଯୋଗରେ ଜୀବନ କାଟିବା ପାଇଁ ଚେଷ୍ଟା କରୁ। ତେବେ ଖ୍ରୀଷ୍ଟଙ୍କର ବାପ୍ତିସ୍ମର ମହତ୍ତ୍ୱ ଆମମାନଙ୍କର ଜୀବନରେ ସଫଳୀକୃତ ହେବ। ପ୍ରଭୁ ଏ ବାକ୍ୟ ଦ୍ୱାରା ପ୍ରତ୍ୟେକଙ୍କୁ ଏକ ନୂଆ ଶିକ୍ଷାରେ, ନୂଆ ଉଦ୍ଯୋଗରେ ଏବଂ ପ୍ରଭୁଙ୍କ ନିମନ୍ତେ ନୂଆ ଜୀବନ କାଟିବା ପାଇଁ ଏବଂ ଉଦ୍ଧସ୍ତ ମନ ହୋଇ ତାଙ୍କ ନିମନ୍ତେ ପ୍ରସ୍ତୁତ ହେବାରେ ସାହାଯ୍ୟ କରୁ। ଆମେନ୍।